ଗୋଟିଏ ଜଙ୍ଗଲରେ ଛେଳି, ଚିଲ ଓ ଠେକୁଆ ତିନି ଜଣ ସାଙ୍ଗ ହୋଇ ରହୁଥିଲେ। ସେ ତିନି ଜଣ ବହୁତ ଭଲ ସାଙ୍ଗ ଥିଲେ। ସେ ତିନି ଜଣ ଖରା ଦିନ ସାରା ବୁଲି ବୁଲି ଖାଦ୍ୟ ସଂଗ୍ରହ କରି ଆଣି ଗୁମ୍ଫା ଭିତରେ ରଖୁଥିଲେ। ଆଉ ବର୍ଷା ଦିନ ସାରା ସେସବୁକୁ ଆରାମରେ ବସିକି ଖାଉଥିଲେ। ଗୋଟିଏ ଥର ଜଙ୍ଗଲରେ ବହୁତ ଜୋରରେ ବର୍ଷା ହେଲା। ଆଉ କିଛି ଦିନ ପର୍ଯ୍ୟନ୍ତ ଏ ବର୍ଷା ଛାଡ଼ିବାର ନାଁ ଧରିଲାନି। ସାଙ୍ଗମାନେ, ମତେ କାହିଁ ଲାଗୁଛି ଏ ବର୍ଷା ଏବେ ଜମା ବି ଛାଡ଼ିବନି। ହଁ, ମତେ ବି ଠିକ୍ ସେଇଆ ଲାଗୁଛି। ଏ ବର୍ଷା ଏତେ ଶୀଘ୍ର ଛାଡ଼ିବନି। ଆମେ ଏବେ କଣ କରିବା? କଣ ଆଉ କରିବା? ଯୋଉ ଖାଦ୍ୟ ଆମ ପାଖରେ ଅଛି ଆମେ ସେଇଆକୁ ଖାଇ ଦିନ କାଟିବା। ହଁ ହଁ, ଆମକୁ ସେଇଆ ହିଁ କରିବାକୁ ପଡ଼ିବ। ନହେଲେ ଆମ ପାଖରେ ଆଉ ଉପାୟ କଣ ଅଛି? ଭାଇମାନେ, ପଦାରେ ଗୋଟେ ବିଲେଇ ବର୍ଷାରେ ଭିଜୁଛି। ମତେ ଲାଗୁଛି ତା ଦେହ ଭଲ ନାହିଁ ବୋଧେ। ତାହେଲେ ତାକୁ ଡାକୁନ ଘର ଭିତରକୁ। ହଉ ହଉ, ଠିକ୍ ଅଛି, ମୁଁ ତାକୁ ଡାକୁଛି। ହେ ବିଲେଇ ଭାଇ, ତମେ ବର୍ଷାରେ କାହିଁକି ଭିଜୁଛ? ଆସ, ଭିତରକୁ ପଳେଇ ଆସ। ମିଆଉଁ। ସତରେ କଣ ତମେ ମତେ ଭିତରକୁ ଯିବା ପାଇଁ ଡାକୁଛ? ମିଆଉଁ। ହଁ ବିଲେଇ ଭାଇ, ମୁଁ ତମକୁ ହିଁ ଡାକୁଛି। ପଳେଇ ଆସ ଭିତରକୁ, ଆଉ ଭିଜନି। ମିଆଉଁ, ମିଆଉଁ। ହଉ ତାହେଲେ, ମୁଁ ଭିତରକୁ ଯାଉଛି, ଚାଲ। ମିଆଉଁ। କଣ ହେଇଛି ବିଲେଇ ଭାଇ? ତମ ଦେହ ଭଲ ନାହିଁ କି? ମୁଁ 3 ଦିନ ହେଲା କିଛି ଖାଇନି। ମତେ ଭାରି ଜୋରରେ ଭୋକ ହଉଛି। ସେଇଥିପାଇଁ ବର୍ଷାରେ ଭିଜିକି ମୁଁ ଖାଦ୍ୟ ଖୋଜୁଥିଲି। ବର୍ଷାରେ ବହୁତ ସମୟ ହେଲାଣି ଭିଜିବାରୁ ମୋ ଦେହ ଜମା ବି ଭଲ ଲାଗୁନି। ହଉ ତାହେଲେ, ଆଉ ଡେରି କରନି। ଆମ ପାଖରେ ଖାଦ୍ୟ ଅଛି। ଏବେ ତମେ ଖାଅ। 2-3 ଦିନ ପରେ ବର୍ଷା ଛାଡ଼ିଗଲେ, ତମ ଦେହ ଭଲ ହେଇଗଲେ ତମେ ଏଠୁ ଚାଲିଯିବ। ଏବେ ଆସି ଖାଦ୍ୟ ଖାଇଦିଅ। ହଁ ହଁ ବିଲେଇ ଭାଇ, ଆସ ଆସ। ଏମିତି କିଛି ଦିନ କଟିଗଲା। ଏପଟେ ବିଲେଇ ଖାଦ୍ୟ ଖାଇ ପୁରା ସୁସ୍ଥ ହୋଇଗଲା। ହେଲେ ଖାଦ୍ୟ କମିଯିବାରୁ ଛେଳି, ଠେକୁଆ, ଚିଲ ସବୁ ବ୍ୟସ୍ତ ହୋଇ ପଡ଼ିଲେ। ଆଉ ଖାଦ୍ୟ ପାଇଁ ଜଙ୍ଗଲକୁ ବାହାରି ଗଲେ। ଏମିତିକି ନିଜେ ଉପବାସ ରହି ମଧ୍ୟ ସେ ବିଲେଇକୁ ଖାଇବାକୁ ଦଉଥିଲେ। ଗୋଟିଏ ଦିନର କଥା। ଛେଳି, ଠେକୁଆ, ଚିଲ ଏମାନେ ଖାଦ୍ୟ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଗଲା ପରେ ବିଲେଇ ଏମାନଙ୍କ ଛୁଆକୁ ମାରି ଖାଇଦେଲା। ଆଉ ସେମାନଙ୍କ ଛୁଆକୁ ଖାଇସାରି ବିଲେଇ ସେଠୁ ବାହାରି ଚାଲିଗଲା। ଠେକୁଆ, ଛେଳି, ଚିଲ ଗୁମ୍ଫା ଭିତରକୁ ଆସି ସେମାନଙ୍କର ଛୁଆଙ୍କର ଅବସ୍ଥା ଦେଖି ସେମାନେ ଭାରି ମନ ଦୁଃଖ କଲେ। ବିଲେଇଟା ଏତେ ବଦମାସ, ଏତେ ଦୁଷ୍ଟ। ଆମେ ତାକୁ ଖାଇବାକୁ ଦେଲେ, ରହିବା ପାଇଁ ଦେଲେ, ଆଉ ସେ ବଦମାସ ବିଲେଇ ଆମକୁ ପ୍ରତିଦାନରେ ଏଇଆ ଦେଲା। ଆମ ଛୁଆ ମାନଙ୍କର ଅବସ୍ଥା ଏଇଆ କରିଛି। ସେ ବିଶ୍ୱାସଘାତ ବିଲେଇ, ତାକୁ କେବେ ବି ଆମେ ଛାଡ଼ିବାନି। ଦେଖିବ, ସିଏ ଆମକୁ ଠକି ଏମିତି କରିଛି ମାନେ ତାର ବି ନିଶ୍ଚୟ କ୍ଷତି ହବ। କିଛି ଦିନ ପରେ ବିଲେଇ ଛେଳି ଓ ଠେକୁଆ, ଚିଲ ସହିତ ଦେଖା ହେଲା। ଆଉ ବିଲେଇ ମନ ଇଚ୍ଛା ସେମାନଙ୍କୁ ଗାଳି ଦେଲା। ତମେ ମାନେ ନିଜକୁ କଣ ଭାବୁଛ କି? ମତେ କଣ ମନ ଇଚ୍ଛା ଗାଳି ଦଉଛ?
ତମ ଭଳି ବଦମାସ ଲୋକଙ୍କ ସାଙ୍ଗରେ କଥା ହେବାର ନାହିଁ ଆମର। ହଁ ହଁ, ତମେ ଜଣେ ବିଶ୍ୱାସଘାତ ଆଉ ସ୍ୱାର୍ଥପର ଶତ୍ରୁ। ତମ ସାଙ୍ଗରେ ଆମର କିଛି ବି ଯାଏ ଆସେ ନାହିଁ। ଚାଲ ଭାଇମାନେ, ଆମେ ଏଠୁ ପଳେଇବା। ତାପରେ ଗୁମ୍ଫା ଭିତରେ ତିନି ବନ୍ଧୁ ବସି ସେ ବିଲେଇକୁ ପାଣି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଲେ। ତାପରେ ସେଇ ଯୋଜନା ହିସାବରେ ସେମାନେ କାମ କରିବା ଆରମ୍ଭ କରିଦେଲେ। ଗୋଟିଏ ପୋଖରୀ ଥିଲା, ଯୋଉଥିରେ ଅଳ୍ପ କିଛି ପାଣି ଥିଲା ଆଉ ତା କରରେ ପଙ୍କ କାଦୁଅ ଥିଲା। ଠେକୁଆ ସେ ପାଣି ଭିତରକୁ ଗଲା ଓ ଡାଳକୁ ଧରି ଓହଳି ରହିଲା। ବଞ୍ଚାଅ, ମତେ ବଞ୍ଚାଅ, ମୁଁ ପଡ଼ିଗଲି, ପାଣି ଭିତରେ ବୁଡ଼ିଯିବି, ମତେ କିଏ ବଞ୍ଚାଅ। ଆରେ, ତ ଠେକୁଆର ପାଟି ଶୁଭୁଛି। ଯାଇକି ଦେଖେ କଣ ହେଇଛି ତାର। ଆରେ ବିଲେଇ ଭାଇ, ମତେ ରକ୍ଷା କର, ମୁଁ ଏଇ ପାଣିରେ ବୁଡ଼ିଯିବି, ମତେ ଏଠୁ ବାହାର କର ବିଲେଇ ଭାଇ। ସେଦିନ ଛେଳି ବିଗିଡ଼ିଲା ବେଳେ ତୋ ପାଟିରୁ ତ କଥା ବାହାରୁ ନଥିଲା, ଆଉ ଆଜି ମତେ ଦେଖି ଏଠୁ ତତେ ରକ୍ଷା କରିବା ପାଇଁ କହୁଛୁ। ମୁଁ ମରିଯିବି ବିଲେଇ ଭାଇ, ମତେ ଏଠୁ ଶୀଘ୍ର ବାହାର କର, ନହେଲେ ମୁଁ ମରିଯିବି। ତୋ ଛୁଆକୁ ମୁଁ ମାରିଛି, ଆଉ ଏବେ ତତେ ବି ମାରିକି ଖାଇବି। ଏ ପର୍ଯ୍ୟନ୍ତ ତୁ ଜାଣିନଥିଲୁ, ଆଉ ଆଜି ଜାଣିଲୁ ତ ପ୍ରକୃତ ଘଟଣା କଣ? ହଁ ହଁ ବିଲେଇ ଭାଇ, ଯାହା ହବା କଥା ହେଇଛି, ମତେ ଏଥର ତମେ ରକ୍ଷା କର, ଉପରକୁ ବାହାର କର। ମୁଁ ତତେ ବାହାର କରିବି, ଆଉ ତାପରେ ତତେ ବି ମାରିକି ଖାଇବି। ବଢିଆ ହବ, ବୁଝିଲୁ ତ? ରକ୍ଷା କର, ବଞ୍ଚାଅ ମତେ, ବଞ୍ଚାଅ, ମୁଁ ଏ ପଙ୍କରେ ବୁଡ଼ିଗଲି। ମର ଏଥର। ଆମ ମାନଙ୍କ ଛୁଆକୁ ଖାଇଥିଲୁ ନା, ତତେ ଦରକାର ସେଇଆ, ମର ସେଇଠି ବୁଡ଼ିକି। ବେଇମାନ, ବିଶ୍ୱାସଘାତକ, ମର ଏଥର। ତତେ ସାହାଯ୍ୟ କଲେ ଅଧର୍ମ ହବ। ତୋ ଭଳିଆ ପାପୀ ପାଇଁ ଏଇଆ ହିଁ ଦଣ୍ଡ ମିଳିବା ଦରକାର। ଏଥିପାଇଁ କୁହାଯାଏ, ଯିଏ ତମକୁ ସାହାଯ୍ୟ କରିଛି, ତମେ ଯଦି ତାକୁ ସାହାଯ୍ୟ ନ କରି ପାରୁଛ, ଠିକ ଅଛି ନ କର, କିନ୍ତୁ ତାର କେବେ ବି ଅସୁବିଧା କର ନାହିଁ।